ଏବେ ସୁଭଦ୍ରା ଯୋଜନାକୁ ନେଇକି ପୁଣି ଆସିଛି ଆଉ ଏକ ବଡ଼ ଅପଡେଟ୍ କି ସୁଭଦ୍ରା ଯୋଜନାରେ ଯଦି ଆପଣଙ୍କୁ 1 ଟଙ୍କା ମିଳିନି ତାହେଲେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନା ନାହିଁ। ତ 17 ତାରିଖରେ ଟଙ୍କା ଆସିବ ନା ନାହିଁ ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ କ'ଣ କହିଛନ୍ତି ଭିଡ଼ିଓରେ ହିଁ ଜଣେଇବି। ସୋ ଭିଡ଼ିଓକୁ ବିନା ସ୍କିପ୍ କରି ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲକୁ ନୂଆ କରି ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଆଗକୁ ଏହିପରି ନୂଆ ନୂଆ ଲାଟେଷ୍ଟ ଅପଡେଟ୍ ପାଇବା ପାଇଁ। ସୋ ଚାଲନ୍ତୁ ଦେଖନ୍ତୁ କ'ଣ କୁହାଯାଇଛି ନା ଆସନ୍ତା 17 ତାରିଖରେ ସୁଭଦ୍ରା ଯୋଜନାର ରାଜ୍ୟର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ସରକାର। ତ ଏହି ଟଙ୍କା ପଠାଇବା ପୂର୍ବରୁ ସରକାର ଏକ ଟ୍ରାଏଲ୍ ରନ୍ ମଧ୍ୟ କରିଛନ୍ତି। ତ କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ଟ୍ରାଏଲ୍ ଆଧାରରେ ପଠାଯାଇଛି, କିନ୍ତୁ ଅନେକ ହିତାଧିକାରୀଙ୍କ ଆକାଉଣ୍ଟରେ ଏହି ଟଙ୍କା ପହଞ୍ଚି ପାରିନାହିଁ। ତେବେ ଏହି ହିତାଧିକାରୀ ବର୍ତ୍ତମାନ ସୁଭଦ୍ରା ଏବଂ ଯୋଜନାରେ ସେମାନଙ୍କର ପ୍ରାପ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ତ ସମସ୍ତଙ୍କ ମନରେ ପ୍ରଶ୍ନ ଯେ 1 ଟଙ୍କା ପାଇନଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ସମସ୍ତ ଟଙ୍କା ଆସିବ ତ ଅନେକ ହିତାଧିକାରୀଙ୍କ ଏହି ପ୍ରଶ୍ନରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ 1 ଟଙ୍କା ଖାତାକୁ ଆସିନଥିଲେ ମଧ୍ୟ ସୁଭଦ୍ରା ଯୋଜନାର ସମସ୍ତ ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ। ତ ସେପ୍ଟେମ୍ବର 15 ତାରିଖ ଭିତରେ ପଞ୍ଜୀକରଣ କରିଥିବା ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବ ବୋଲି ସରକାର ସୂଚନା ଦେଇଛନ୍ତି। ତ ଜାଣି ରଖନ୍ତୁ, ଯଦି ଆପଣମାନେ ସେପ୍ଟେମ୍ବର 15 ପୂର୍ବରୁ ପଞ୍ଜୀକରଣ କରିଥିବେ କିମ୍ବା ଆପ୍ଲାଏ କରିଥିବେ ତାହେଲେ ଆପଣଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମଧ୍ୟ 17 ତାରିଖରେ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ ସୁଭଦ୍ରା ଯୋଜନାର ନିଜ ନାମ ପଞ୍ଜୀକରଣ କରିଥିବା ମହିଳାଙ୍କ ଆକାଉଣ୍ଟକୁ ସଠିକ୍ ଭାବରେ ଟ୍ରାଞ୍ଜାକ୍ସନ୍ ହେଉଛି କି ନାହିଁ ତାହା ଜାଣିବାକୁ ଚାହୁଁଥିଲେ ସରକାର। ତେଣୁ ସମସ୍ତଙ୍କ ଆକାଉଣ୍ଟକୁ ସରକାର ପରୀକ୍ଷାମୂଳକ ଭାବେ 1 ଟଙ୍କା ଲେଖାଏଁ ପଠାଇଛନ୍ତି। ତ ଯେଉଁଥିରେ ଏହା ମଧ୍ୟ ନିଶ୍ଚିତ ହୋଇଯାଇଛି ଯେ ସେହି ଖାତା ଚାଲୁଅଛି। ତେଣୁ ସୁଭଦ୍ରା ଯୋଜନାରେ ସାମିଲ ଥିବା ସମସ୍ତ ମହିଳାଙ୍କ ଖାତାକୁ ଆଗକୁ ସବୁଥରର ସୁଭଦ୍ରା ଟଙ୍କା ଆସିପାରିବ। ତ 17 ତାରିଖରେ ସୁଭଦ୍ରା ଟଙ୍କା ଆସିବ, ହେଲେ ଏହା ପୂର୍ବରୁ ପରୀକ୍ଷା କରାଯାଇଛି ସିଷ୍ଟମ୍ ଠିକ୍ ଭାବରେ କାମ କରୁଛି କି ନାହିଁ। ତ ପରୀକ୍ଷାମୂଳକ ଭାବେ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ପଠାଯାଇଛି 1 ଟଙ୍କା। ଯେଉଁମାନେ ଯୋଗ୍ୟ ସେହିମାନଙ୍କ ଖାତାକୁ 1 ଟଙ୍କା ଲେଖାଏଁ ପହଞ୍ଚିଛି। ଏହାପରେ 17 ତାରିଖରେ ସମ୍ପୂର୍ଣ୍ଣ ଟଙ୍କା ଖାତାକୁ ଯିବ। ତ ଶେଷ ହିତାଧିକାରୀଙ୍କ ପାଖରେ ନ ପହଞ୍ଚିବା ଯାଏଁ ଏହି ଯୋଜନା ଚାଲୁ ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ ଏହା ସହିତ ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ଭୟଭୀତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।